ଆପଣଙ୍କୁ ମିଳୁନି କି ମାଗଣା ରାସନ? ଖୋଲିଲା ଏହି ପୋର୍ଟାଲ। ଏମିତି ଆପ୍ଲାଏ କଲେ ପାଇବେ ନୂଆ ରାସନ କାର୍ଡ଼। ତ ଆସନ୍ତୁ ଭିଡ଼ିଓ ମାଧ୍ୟମରେ ଡିଟେଲ୍ସ ଆଲୋଚନା କରିବା। ଭିଡ଼ିଓଟିକୁ ଏବେ ଦେଖୁଥିଲେ ଫାଷ୍ଟ ଲାଇକ୍ କରିଦିଅନ୍ତୁ ଏବଂ ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ। ତ ଆସନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସମସ୍ତଙ୍କୁ ମୋ ନମସ୍କାର, ମୁଁ ଲିପା ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପା ମନି ରାଇଟ୍କୁ। ତ ଓଡ଼ିଶାରେ ରହୁଛନ୍ତି କି ଆପଣ? ନୂଆ ରାସନ କାର୍ଡ଼ ତିଆରି କରିବାକୁ ଚାହୁଁଥିଲେ ଗୁଡ୍ ନ୍ୟୁଜ୍। ଏମିତି ଆବେଦନ କଲେ 30 ଦିନରେ ଆସିବ ରାସନ କାର୍ଡ଼। ତ ରାସନ କାର୍ଡ଼ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ। ଯାହାର ରାସନ କାର୍ଡ଼ ଅଛି ତାଙ୍କୁ ସରକାରୀ ରାସନ ଦୋକାନରୁ କମ୍ ରେଟ୍ରେ ଗହମ ଓ ଚାଉଳ ମିଳିଥାଏ। ପ୍ରତ୍ୟେକ ରାଜ୍ୟରେ ରାସନ କାର୍ଡ଼ ତିଆରି କରିବାର ସୁବିଧା ବିଭିନ୍ନ ଉପାୟରେ ଯୋଗାଇ ଦିଆଯାଇଥାଏ। ସମସ୍ତ ରାଜ୍ୟରେ ବିଭିନ୍ନ ପୋର୍ଟାଲ ମାଧ୍ୟମରେ ରାସନ କାର୍ଡ଼ ପାଇଁ ଆବେଦନ କରିବାର ବ୍ୟବସ୍ଥା କରାଯାଇଛି। ଆଜି ବି ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଓଳିଏ ଭୋଜନ କରିବାକୁ ପାଆନ୍ତି ନାହିଁ। ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ଏହିଭଳି ଲୋକଙ୍କ ପାଇଁ ସରକାର ରାସନ କାର୍ଡ଼ ତିଆରି କରିଛନ୍ତି। ରାସନ ସହିତ ସରକାର ବିଭିନ୍ନ ଜିନିଷ ଯୋଗାଇଥାନ୍ତି। ତ ବର୍ତ୍ତମାନ ରାଜ୍ୟ ସରକାର ଏକ ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରିଛନ୍ତି। ଏହି ଯୋଜନା ମାଧ୍ୟମରେ ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତୀତ ମୁଣ୍ଡ ପିଛା ମାସିକ 5 କିଲୋ ଅତିରିକ୍ତ ଚାଉଳ ମିଳିବ। ତ ରାସନ କାର୍ଡ଼ର ସୁବିଧା ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ଏକ ରାସନ କାର୍ଡ଼ ତିଆରି କରିବାକୁ ପଡ଼ିବ। ଅଫଲାଇନରେ ତିଆରି କଲେ ଗୋଟିଏ ରାସନ କାର୍ଡ଼ ପାଇବା ଅତ୍ୟନ୍ତ ବ୍ୟୟବହୁଳ। ଆପଣଙ୍କୁ ବାରମ୍ବାର ଅଫିସ ଦୌଡ଼ିବାକୁ ପଡ଼ିବ। ଏସବୁ ଭିତରେ ଅନେକ ମାସ ବଢ଼ିଯିବ। ତ ଲୋକଙ୍କ ଏହି ସମସ୍ୟାର ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅନଲାଇନ୍ ରାସନ କାର୍ଡ଼ ତିଆରି କରିବାକୁ ସରକାର ଏହି ସୁବିଧା ଆରମ୍ଭ କରିଛନ୍ତି। ଏହା ଅଧୀନରେ ଯେକୌଣସି ଯୋଗ୍ୟ ବ୍ୟକ୍ତି ଗୋଟିଏ ରାସନ କାର୍ଡ଼ ତିଆରି ପାଇଁ ଅନଲାଇନ୍ ଆବେଦନ କରିପାରିବେ। ତ ବିଶେଷ କଥା ହେଉଛି ଅନଲାଇନ୍ ସୁବିଧା ବର୍ତ୍ତମାନ ଲୋକଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ବୁଲିବାକୁ ପଡ଼ିବ ନାହିଁ। ଆପଣ 30 ଦିନ ମଧ୍ୟରେ ରାସନ କାର୍ଡ଼ ପାଇପାରିବେ ଅନଲାଇନରେ ଯଦି ଆପଣ ଆପ୍ଲାଏ କରୁଛନ୍ତି। ତ ରାସନ କାର୍ଡ଼ ପାଇଁ ଅନଲାଇନରେ କିଏ ଆବେଦନ କରିପାରିବେ? ତ ଓଡ଼ିଶାରେ ରାସନ କାର୍ଡ଼ ପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କର ଓଡ଼ିଶାର ନାଗରିକତା ଥିବା ଆବଶ୍ୟକତା। ପରିବାରର ମୁଖ୍ୟ ଏହାକୁ ନିଜ ନାମରେ କରାଇ ପାରିବେ। ରାସନ କାର୍ଡ଼ ପାଇବା ପାଇଁ ଆପଣଙ୍କର ସର୍ବନିମ୍ନ ବୟସ 18 ବର୍ଷ ହେବା ଉଚିତ। ଯେକୌଣସି ରାଜ୍ୟର ଯେକୌଣସି ନାଗରିକ ଯାହାଙ୍କ ପାଖରେ ପୂର୍ବରୁ ରାସନ କାର୍ଡ଼ ନାହିଁ ସେ ଏହା ପାଇଁ ଅନଲାଇନରେ ଆବେଦନ କରିପାରିବେ। ତ ରାସନ କାର୍ଡ଼ ପାଇଁ କେଉଁ ଡକୁମେଣ୍ଟ ଆବଶ୍ୟକ? ଆୟ ପ୍ରମାଣପତ୍ର, ପରିଚୟ ପତ୍ର, ଠିକଣା ପ୍ରମାଣ, ଆଧାର କାର୍ଡ଼, ବିବାହ ପ୍ରମାଣପତ୍ର, LPG ଗ୍ୟାସ୍ କନେକ୍ସନ୍, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଫଟୋ, ମୋବାଇଲ ନମ୍ବର ଓ ପାସପୋର୍ଟ ସାଇଜର ଫଟୋ। ତ ରାସନ କାର୍ଡ଼ ପାଇଁ ଅନଲାଇନରେ କିପରି ଆବେଦନ କରିବେ ଆସନ୍ତୁ ଜାଣିବା। ଏଥିପାଇଁ ପ୍ରଥମେ ଓଡ଼ିଶା ଖାଦ୍ୟ ବିଭାଗର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରନ୍ତୁ। ଏବେ ଆପଣଙ୍କର ରାଜ୍ୟ ଚୟନ କରନ୍ତୁ। ପରବର୍ତ୍ତୀ ପଦକ୍ଷେପରେ ଅଫଲାଇନ୍ ବା ଆପ୍ଲାଏ ଫର୍ ରାସନ କାର୍ଡ଼ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ରାସନ କାର୍ଡ଼ ଫର୍ମ ଖୋଲିବା ପରେ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତର ବିବରଣୀ ପୂରଣ କରନ୍ତୁ ଏବଂ ବାର୍ଷିକ ଆୟ ଆପଣଙ୍କର କେତେ ନିଜ ପାଇଁ ରାସନ କାର୍ଡ଼ରେ ପ୍ରକାର ବାଛି ଏବେ ଆପଣଙ୍କ ପରିବାର ସମସ୍ତ ଲୋକଙ୍କ ନାମ ପ୍ରବେଶ କରନ୍ତୁ। ଶେଷରେ ସବମିଟ୍ ଅପସନରେ କ୍ଲିକ୍ କରନ୍ତୁ ଏବଂ ଏକ ପ୍ରିଣ୍ଟ ଆଉଟ୍ ନିଅନ୍ତୁ। ତ ଆଶା କରୁଛି ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଥିବେ। ଆପଣମାନଙ୍କର ସୁଚିନ୍ତିତ ମତାମତ କମେଣ୍ଟ ବକ୍ସରେ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରିବେ, ସେୟାର କରିବେ। ଯଦି ଆମ ଚ୍ୟାନେଲକୁ ନୂଆ କରି ଭିଜିଟ୍ କରୁଛନ୍ତି ତେବେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ସମସ୍ତଙ୍କୁ ମୋ ତରଫରୁ ଆମ ଚ୍ୟାନେଲ ତରଫରୁ ବହୁତ ବହୁତ ଧନ୍ୟବାଦ।